ଯେ ଏଇ ଲେଖା ଗୁଡ଼ାକ ଅର୍ଥାତ୍ ଯେ ଏଇ ପୁସ୍ତକରେ ଥିବା ବିଷୟ ଗୁଡ଼ାକ ପାଠ କରେ ସେ ଧନ୍ୟ। ଯେ ଏଥିର ବିଷୟ ପାଠ କରେ ଓ ଯେଉଁମାନେ ଏଇ ଭାବବାଣୀ ଶ୍ରବଣ କରନ୍ତି ବା ଶୁଣନ୍ତି ସେଥିର ବିଷୟ ସେଥିର ଲିଖିତ ବିଷୟ ସବୁ ପାଳନ କରନ୍ତି ସେମାନେ ଧନ୍ୟ, କାରଣ ସମୟ ସନ୍ନିକଟ। ହାଲେଲୁୟା। ସମୟ ସନ୍ନିକଟ, ସମୟ ନାହିଁ। ତେଣୁ ଯେଉଁମାନେ ଏହା ପାଳନ କରନ୍ତି ସେମାନେ ଧନ୍ୟ, ଆଉ ଯେଉଁମାନେ ପାଳନ କରନ୍ତି ନାହିଁ ସେମାନେ ନିର୍ବୋଧ ମାନେ, ସେମାନେ ଦଣ୍ଡପ୍ରାପ୍ତ ଲୋକମାନେ। ଦୁଇଟା ମାତ୍ର ଅପସନ୍ ଅଛି ମନୁଷ୍ୟ ଜୀବନରେ। ମନୁଷ୍ୟ ଜୀବନରେ ଦୁଇ ପ୍ରକାର ଅପସନ୍ ଗୁଡ଼ାକ ଅଛି, ମାତ୍ର ଦୁଇଟି ମାର୍ଗ ଅଛି। ଆମେ ମାନେ ଦୁଇଟି ମାର୍ଗ ଭିତରୁ ଗୋଟିଏ ମାର୍ଗକୁ ବାଛି ନେବାକୁ ପଡ଼ିବ। ତାହା କ'ଣ ବୋଲି କହିଲେ